ତମର ତ ପାଟି ପୁରା କହିଛି ଭଳି ପାଟିରେ ତ ଜମାରୁ ବାଟୁଳି ବାଜୁ ନାହିଁ। ମା ଯେତେ କଲେ ହାତୀ ଭଳି ବନ୍ଧୁ ଖୋଜିବାକୁ ମନ। ହାତୀ ଭଳି ବନ୍ଧୁ ଖୋଜିବାକୁ ହେଲେ ତା ପାଇଁ ଦାନା ତ ବଳ ଦରକାର ନା ସେମିତି ଖାଲି କହିଦେଲେ ହେଇଯିବ। ଓହୋ ତମର ତ ଖାଲି ସେଇ କଥା ଖାଲି ରାଗି ମାଗି ଉଚ୍ଛନ ହଉଛ। କେତେ ଗରମ ହଉଛି ଆଜି ସକାଳଠୁ ସେଇ ରୋଷେଇ ଘରଟାକୁ ଯିବା ପାଇଁ ମତେ ଜମା ବି ଇଚ୍ଛା ହଉନି। ମତେ ଏମିତି ଗରମ ଲାଗୁଛି ନା ଖାଲି ତମକୁ ଲାଗୁଛି ମୁଁ କିଛି ବୁଝିପାରୁନି। ହଁ ହଁ ତମେ ଠିକ କହୁଛ। ସତେ ଯେମିତି ମୁଁ ଏକ ତତଲା ତାୱା ଉପରେ ଠିଆ ହୋଇଛି ଆଉ। ହଁ ହଁ ଗରମରେ ମୁଣ୍ଡଟା ପୁରା ଫୁଲେଇ ଦେଲାଣି। ଏଥିରେ କିଏ ରୋଷେଇ କରିବ ମ? ମୁଁ ସେ ରନ୍ଧାବଢ଼ା କରିବା ପାଇଁ ମୋର ଜମା ବି ଆଦୌ ଇଚ୍ଛା ନାହିଁ। ମୁଁ କିଛି କରିପାରିବି ନାହିଁ। କଣ କହିଲ? ତମକୁ କିଛି କରିବାକୁ ଇଚ୍ଛା ହଉନାହିଁ? ହଉ ହଉ ହେଲା ମତେ କାହିଁ ବହୁତ ହାଲିଆ ଲାଗୁଛି। ଗଲ ମୋ ପାଇଁ ଟିକେ ORS ପାଣି କରି ଆଣିବ। କଣ କହିଲ? ORS ପାଣି? ହେ ମୋ ମୁଣ୍ଡ ତ ଝାଇଁ ଝାଇଁ ହେଇଗଲେ ଗରମରେ ମୁଁ କିଛି କରିପାରିବି ନାହିଁ। କହିଲ ନା କଣ ORS ପାଣି? ହଉ ଟିକେ ବସ ମୁଁ ଯାଏ ଦେଖେ। ଲୁଣ ଲେମ୍ବୁ ଚିନି ପାଣି ସର୍ବତକୁ ତ ରାଇଜ ନାହିଁ। କହିଲେ ନା କଣ ORS ପାଣି? ORS ସର୍ବତ କଣ ହବ ମ? ତମେ କଣ କହିଲ? ନା ନା ତମେ କଣ କହିଲ ତମେ ନିଜେ କିଛି ବୁଝିପାରୁଛ ତ? ତମେ ଖାଲି ଏକଲା ରୋଷେଇ ଟିକେ କରିଦଉଛ ବୋଲି ତମେ ଏମିତି କହିବ? ହଁ ତମେ କଣ ଏକଲା ପଢୁଛ? ମୁଁ କଣ କିଛି କରୁନାହିଁ? ସେପ୍ଟେମ୍ବର 1 ତାରିଖରୁ ସ୍ୱଚ୍ଛତା ଦିବସ ପାଳନ ହେଲାଣି। ସ୍କୁଲରେ କେତେ କାମ। ସ୍କୁଲରେ ମୁଁ ସକାଳୁ କାମ ସାରି ଆସିଲାଣି। ତମର ଏପର୍ଯ୍ୟନ୍ତ ଏଇ ସାମାନ୍ୟ କାମଟା ସରିନାହିଁ। ହଁ ହଁ ମୁଁ ଜାଣିଛି ତମର କେତେ ତମେ କେତେ ଖଟ ସେଟା ମୁଁ ଜାଣିଛି। ସବୁବେଳେ ତ ଖାଲି ସ୍କୁଲ ସ୍କୁଲ ସ୍କୁଲ। ଘର କଥାରେ ତମର କିଛି ମୁଣ୍ଡ ବୋଲି କିଛି ଅଛି? କଣ ହବ କଣ ନାହିଁ? ଆଚ୍ଛା ତମେ ତ ପୁଣି ବିଜ୍ଞାନ ଶିକ୍ଷକ କାଇଁ କହିଲ ଦେଖିବା ଆମେ ଏଇ ଯୋଉ ଅସହ୍ୟ ଗରମ ହଉଛି ଆମେ ସେଇଥିରେ କେମିତି ରକ୍ଷା ପାଇପାରିବା? ଆଚ୍ଛା ତାହେଲେ ତମେ କଣ କହୁଛ 24 ଘଣ୍ଟା ସେ ଏସି ରୁମ୍ ଭିତରେ ପଶି ରହିଥିବ? ପଶୁନ ପଶ। ମା ଝିଅ ସେ ଏସି ରୁମ୍ ଭିତରେ ପଶିଥାଅ। ସେଇ ଏସି ରୁମ୍ ଭିତରେ ପଶି ଖାଅ ପିଅ ବୁଲ ଖେଳ ଯାହା ତମ ଇଚ୍ଛା କର। ମାସ ଶେଷରେ 5,000 ଟଙ୍କା ବିଲ୍ ଆସିବ। ମା ଝିଅ ମିଶିକି ସେଇ ବିଲଟା ଦବ। ମତେ ତା ବିଷୟରେ ଆଉ କିଛି କହିବନି। ଏଇଠି ଶୁଣୁଛ ମାମୁନି ମା? ସହର ଆଉ ଗାଁ ଭିତରେ କିଛି ପାର୍ଥକ୍ୟ ରହିଲା ନାହିଁ। ଆଉ କଣ କହିବି? ଗାଁରେ ତ ଗୋଟେ ହେଲେ ଚାଳ ଘର ଦେଖାଯାଉନି। ଚାରିଆଡେ ତ ଖାଲି ଇନ୍ଦିରା ଆବାସର ଘର। ଆଉ ମୁଁ କଣ କହିବି ସହର କଥା ବିଷୟରେ? ସହର କଥା ବିଷୟରେ ତ ନ କହିଲେ ଭଲ। ଚାରିଆଡେ ଖାଲି 4 ତାଲା 5 ତାଲାର ଖାଲି କୋଠା ବାଡି। କାହାର ଗୋଟେ ବାଡି ବଗିଚାଟିଏ ମଧ୍ୟ ନାହିଁ। ସମସ୍ତଙ୍କ ଘରେ ଗୋଟେ ଗୋଟେ ଗାଡି ଘୋଡା ହେଇଗଲାଣି। ଆଉ ଏତେ ଇଣ୍ଡଷ୍ଟ୍ରିଆଲ ଏରିଆ ହେଇଗଲାଣି ବୋଲି ଏତେ ଧୂମ୍ର ହଉଛି କି ଆମ ପରିବେଶ ଦୂଷିତ ନ ହବା ଜାଗାରେ ଦୂଷିତ ହେଇଯାଉଛି। ଆଉ ଏଥିରେ ଯଦି ଏଭଳି ଗରମ ଲାଗିବ ନା କିଭଳି ଗରମ ଲାଗିବ? ହଁ ହଁ ତମେ ଠିକ କଥା କହିଛ। ଧର୍ମାତ୍ମା ବୃକ୍ଷରକ୍ଷକ। ମୋ ଜେଜେବାପା କହନ୍ତି ଧର୍ମାତ୍ମା ବୃକ୍ଷରକ୍ଷକ। ଯେଉଁମାନେ ଧର୍ମାତ୍ମା ସେମାନେ ବୃକ୍ଷକୁ ନିଜ ପୁତ୍ର ଭଳି ପାଳନ୍ତି। ତାକୁ ପାଣି ଦେଇ ଯତ୍ନ କରି ତାର ଭଲରେ ଯତ୍ନ ନେଇ ତାକୁ ବଢାନ୍ତି। ସେମାନେ ଭାବନ୍ତି କି ଏକ ବୃକ୍ଷ ଏକ ପୁତ୍ର ସମ। ଆଚ୍ଛା କହିଲ ମାମୁନି ମା ଗଛ ଆମକୁ କଣ ନ ଦିଏ? ଗଛର ପ୍ରତ୍ୟେକ ଅଂଶ ଆମର ପ୍ରତ୍ୟେକ କାମରେ ଲାଗିଥାଏ। ଗଛର ପତ୍ର ଫୁଲ ଚେର ଆମର ବିଭିନ୍ନ ପ୍ରକାର ଔଷଧ ଦ୍ରବ୍ୟ ବ୍ୟବହାରରେ କାମ ଲାଗିଥାଏ। ଏବଂ ଗଛର ଗଣ୍ଡିରେ ବିଭିନ୍ନ ପ୍ରକାର ନୂଆ ନୂଆ ଫର୍ଣ୍ଣିଚର ମଧ୍ୟ ତିଆରି ହୋଇଥାଏ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଗଛ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ। ହଁ ହଁ ତମେ ବିଲକୁଲ ସତ କଥା କହିଲ। ସେଇଥିପାଇଁ ବା ଆମ ସଂସ୍କୃତରେ ଏକ ସୁନ୍ଦର ଶ୍ଲୋକ ରହିଛି ସେବିତବ୍ୟ ମହାବୃକ୍ଷ ଫଳଂ ଛାୟା ସମିତତ୍ୱ ଯଜ୍ ଦୈବାତ୍ ଫଳଂ ନାସ୍ତି ଛାୟାକେନ ନିବେଲ୍ୟତେ। ହଁ ହଁ ତମେ ଠିକ କହିଲ ମାମୁନି ମା। ଗଛ ଆମକୁ ଫୁଲ ଫଳ ଜରୁର ଦେଇଥାଏ। ଯଦି ସେ ଫୁଲ ଫଳ ନ ଦେଇଥାଏ ତେବେ ସେ ଆମକୁ ଛାୟା ଦେଇଥାଏ। ଯୋଉ ଛାୟାରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ଗୋଟି ଗୋଟି ପଶୁ ପକ୍ଷୀ ମାନେ ବସି ବହୁତ ଶାନ୍ତି ଲାଭ କରନ୍ତି। ହଁ ହଁ ଆଉ ଗୋଟେ କଥା ଯୋଉମାନେ ବୃକ୍ଷ ଲଗାନ୍ତି ଏକ ବୃକ୍ଷ ଏକ ପୁତ୍ର ତୁଳନୀୟ। ଆମେ ଯେଉଁ ସନ୍ତାନକୁ ଜନ୍ମ କରି ବଢେଇ ବୁଢେଇ ତାକୁ ମଣିଷ କରୁ ସେ ଦିନେ ନା ଦିନେ ଆମକୁ ଧୋକା ଦେଇ ଚାଲିଯିବ। କିନ୍ତୁ ଏକ ବୃକ୍ଷ ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାର ପ୍ରତ୍ୟେକ ଅଙ୍ଗକୁ ଆମ ଉପକାରରେ ଲଗାଇଥାଏ। ତାଠୁ ଆଉ ଭଲ କିଏ ଅଛନ୍ତି? ସିଏ ହିଁ ଆମର ସବୁଠାରୁ ଉପକାରୀ। ସେ ବିନା କହିବି ସବୁ କଷ୍ଟକୁ ନିଜ ମନରେ ମନରେ ସହିଯାଏ। ତମେ ଠିକ କହିଲ। ଆରେ ବିଜ୍ଞାନ କହିବା ଗଛ 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 ଆଉ ସବୁ ତକ କଥା ଗୁଡାକ ପଛ। ଆରେ ବିଜ୍ଞାନ କହିବେ ସବୁ କଥା। ଆରେ ଗଛ ଆମ ପରିବେଶକୁ ନିର୍ମଳ ରଖେ। ଠିକ ସମୟରେ ବର୍ଷା କରାଏ ଏବଂ ଆମକୁ
ସହିତ ପରିବେଶର ହବାକୁ ବଜାୟ ରଖିବାରେ ସାହାଯ୍ୟ କରେ। ହଁ ହଁ, ଆଉ ତମେ କଣ ଭାବୁଛ? ଏଥର ଆମ ଘରେ ଯାହାର ବି ଜନ୍ମଦିନ ହବ ଆମେ ଏଣୁ ତେଣୁ ଖର୍ଚ୍ଚ କାହିଁ କରିବା? ଆମେ ପ୍ରତ୍ୟେକ ବର୍ଷ ସମସ୍ତଙ୍କ ଜନ୍ମଦିନରେ ଆମ ବାରିରେ ନିଶ୍ଚିତ ଗୋଟେ ଲେଖାଏଁ ଗଛ ଲଗାଇବା। ସେମିତି ହେଲେ ଆମେ ଆଜି ଯୋଉ ବିପଦର ସମ୍ମୁଖୀନ ହେଉଛନ୍ତି ଆଗାମୀ ପିଢ଼ିରେ ସେମିତି ହେବେ ନାହିଁ ଏବଂ ଆମେ ବି ଏ ଗରମରୁ ମୁକ୍ତି ପାଇପାରିବା। ଆଚ୍ଛା ମାମୁନି ମା, ତମେ ବା କଣ କହୁଥିଲ ସେ ଟାଉଟର ମଧ୍ୟସ୍ଥି ଆମ ଝିଅ ପ୍ରସ୍ତାବ କଥା କଣ କହିଥିଲା? ସେ ଏପର୍ଯ୍ୟନ୍ତ କଣ ତମକୁ ଧରାଛୁଆଁ ଦେଇପାରିଲା ନାହିଁ? ହଁ ହଁ, ମୁଁ ସିନା ତାକୁ କହିଥିଲି, ସେ ବା ଯିବା ପାଇଁ ଖାଲି ତୁରୁ ତୁରୁ ହଉଥିଲା। ସେ କଣ ମୋ କଥା କୋଉଠି ଶୁଣୁଛନ୍ତି ନା ମତେ କିଛି ଜଣଉଛନ୍ତି? ବରଷ ହେଲାଣି ସେ ବା ମତେ ଖାଲି ଧପେଇ ଧପେଇ ଚାଲିଛନ୍ତି। ଆସୁଛନ୍ତି 5,00,000 ଟଙ୍କା ନେଇଯାଉଛନ୍ତି। ମୁଁ କଥାକୁ ଆଉ କିଛି କହିପାରୁଛି? ହେଇପା ଆମ ମଧ୍ୟସ୍ଥି ବାବୁ ଆସିଲେଣି। ଆସ ମଧ୍ୟସ୍ଥି ବାବୁ। ଆରେ ଝିଅ, ମଧ୍ୟସ୍ଥି ବାବୁ ପାଇଁ ଟିକେ ଚା ଜଳଖିଆ ବ୍ୟବସ୍ଥା କରେ। ଆଜ୍ଞା ବାପା। ହଇଓ ମଧ୍ୟସ୍ଥି ବାବୁ, ମୋ ଝିଅଟା ବା 25 ବର୍ଷ ତାର ବୟସ ବଢିଗଲାଣି। କେବେ ଗୋଟେ ଭଲ ପ୍ରସ୍ତାବ ଆଣିବ ମ? ଆଜି ପର୍ଯ୍ୟନ୍ତ ତମ ଦେଇ ସେ କାମ ଗୁଡାକ ହେଇପାରିଲା ନାହିଁ। ଆଣିଛି ଏଥର ମନକୁ ପାଇଲା ପରିକା ପ୍ରସ୍ତାବ ଆଣିଛି। ଆଜି ଆଉ କୋଉଥିରେ ବି ପାରିପାରିବନି। ହଁ ଜାଣିଛ ତମର କେମିତିଆ ବାରି ବାରି ଗୁରୁ। ଆସିକି ବର୍ଷେ ହେଲାଣି ତମେ ତ ଗୋଟିଏ ଖଣ୍ଡେ ଭଲ ପ୍ରସ୍ତାବ ଆଣିପାରିଲନି। ଏବେ କହୁଛ ନା ତମର ବାରି ପାରିବନି। ହଇଓ ମଧ୍ୟସ୍ଥି ବାବୁ, ତମେ ତ ବର୍ଷ ହେଲାଣି ଥରକୁ ଆସୁଛ ମତେ ସୁଆଦିଆ ମନ ମତାଣିଆ କଥା କହି ମୋଠୁ 5,000 ଲେଖାଏଁ ନେଇଯାଉଛ। କେବେ ଆଣିବ ଗୋଟେ ଭଲ ପ୍ରସ୍ତାବ? ତମ ଦେଇ ହବ ନାହିଁ। ଶୁଣନ୍ତୁ ମା, ତାଙ୍କର 10 ଖଣ୍ଡ ମହୁଲରେ ବହୁତ ବଡ ନାଁ ଅଛି। ତାଙ୍କ ବଂଶ ବୁନିଆଦ ଖାନଦାନୀକୁ କିଏ ବା ନ ଜାଣେ? ତାଙ୍କର ବାଟି ବାଟି ସମ୍ପତ୍ତି, କୋଠା ବାଡି କାହିଁରେ କଣ ଅମାପ ସମ୍ପତ୍ତି। ବସି ଖାଇଲେ ମଧ୍ୟ ସରିବ ନାହିଁ। ବାଡ଼ିରେ ତାଙ୍କର ଗୁଆଠାରୁ ନଡ଼ିଆ ଗଛ, ସବୁ ଗଛ ଭରପୁର। ପୋଖରୀରେ ମାଛ, ଘୋଡା ଗାଡି ସବୁ କିଛି ଅଛି। କୋଉଥିରେ ବି ତାଙ୍କର ଅଭାବ ନାହିଁ। ଆପଣଙ୍କ ଝିଅ ସେଠି ରାଣୀ ହେଇକି ଚଳେଇବ, ରାଜ କରିବ, ରାଜ। ହଁ ଜାଣେ ତମେ ଯୋଉ ପ୍ରସ୍ତାବ ଆଣ ମୋ ଝିଅ ସବୁବେଳେ ରାଣୀ ହେଇଯାଏ। କହିଲ ନା କଣ ରାଣୀ ମିଳିଯିବ? ହଁ ମ ଏସବୁ ଗୁଡା ସତ ନା ତମେ ଖାଲି ମତେ ବଢେଇ ଚଢେଇ କହୁଛ ମ? ତମ କଥା ତ କାହିଁ ଟିକେ ସତ ନାହିଁ। ଆରେ ରୁହ ମାଳତୀ, ସେ କଣ କହୁଛନ୍ତି ତାଙ୍କୁ ଟିକେ କହିବାକୁ ଦିଅ। ହେ ତମେ ରୁହ ମ। ଶୁଣନ୍ତୁ ମଧ୍ୟସ୍ଥି ବାବୁ, ଗୋଟେ କଥା ଶୁଣନ୍ତୁ। ହଁ ମାନୁଛି ସେ ଭାରି ବଡ ଲୋକଙ୍କର, ତାଙ୍କର ବାଟି ବାଟି ସମ୍ପତ୍ତି। ହେଲେ ମୁଁ ଗୋଟେ କଥା ଛାଡି ଦେଇଥିଲି। ଏଇ କଥାଟା ମୋ ମନକୁ କାହିଁ ଆସିନଥିଲା। ଆଚ୍ଛା ମଧ୍ୟସ୍ଥି ବାବୁ, ଏଇ ଯୋଉ ପ୍ରସ୍ତାବ କଥା କହୁଛନ୍ତି ତାଙ୍କର ପାଇଖାନାଟେ ଅଛି ତ? ଆଗେ ପାଇଖିନା କଣ ଦରକାର ମ? ପାଇଖିନା କଣ ଦରକାର? ପାଇଖିନା କିଏ ଯାଉଛି? ତାଙ୍କ ତ ବାରି ପଛକୁ ଆଇଠାରୁ ଋତୁକୂଳ ପର୍ଯ୍ୟନ୍ତ ଲମ୍ବିଛି। ସେଠି ମାରିକି ଫୋପାଡ଼ି ଦେଲେ ବି କେହି ଜାଣିପାରିବେ ନାହିଁ। ପାଇଖିନା ଯିଏ ଯେଉଁଠି ବସିଲେ ସେଇଠି ପାଇଖିନା। ପାଇଖିନାର କିଛି ଆବଶ୍ୟକ ନାହିଁ। ପାଇଖିନା କିଏ ଦରକାର? କଣ କହିଲ? ପାଇଖିନା କଣ ଦରକାର ଦେଖୁଛ? ଆରେ ଏମିତି କଥା? ଏମିତି ହେଲେ ତ ମୋ ଝିଅ କୁଆଡେ ବାହାରକୁ ଝାଡା ଫେରି ଯାଇପାରିବ ନାହିଁ। ଆମ ଘରେ ତ ଏସବୁ ବ୍ୟବସ୍ଥା ହେଇଛି। ଆଉ ଏମିତିଆ ଘରେ ମୋ ଝିଅ କଦାଚିତ ଚଳିପାରିବ ନାହିଁ। ହଁ କଦାଚିତ ଚଳିପାରିବ ନାହିଁ। ଆଜ୍ଞା ବାପା, ସେ ଘରେ ମୁଁ କଦାପି ବାହାରିବି। ଯେଉଁ ଘରେ ସାଧାରଣ ପାଇଖାନାଟେ ବି ନାହିଁ ସେଇ ଘରେ ମୁଁ ଚଳିବି କେମିତି? ଏଇ ବାବା ଅଙ୍ଗନବାଡି ଦିଦି ଆସିଲେଣି। ଡାକ ଘର ଭିତରକୁ କଥା ଅଛି। ଡାକ। ଆଚ୍ଛା ମଧ୍ୟସ୍ଥି ବାବୁ, ଆପଣ କୋଉ ଯୁଗର ଲୋକ କି? ଆପଣ ଏତିକି ସାଧାରଣ କଥା ଜାଣନ୍ତି ନାହିଁ? ବର୍ତ୍ତମାନ ତ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି। ସବୁଆଡେ ପରିଷ୍କାର ପରିଚ୍ଛନ୍ନତା ପ୍ରତି କଡା ଧ୍ୟାନ ଦିଆଯାଉଛି ଏବଂ ସର୍ବପ୍ରଥମେ ମନେ ରଖନ୍ତୁ ମଧ୍ୟସ୍ଥି ବାବୁ, କେବେ ହେଲେ ଏଠି ସେଠି ମଳତ୍ୟାଗ କରିବା ନାହିଁ। ଏଠି ସେଠି ମଳତ୍ୟାଗ କରିବା ଦ୍ୱାରା ଆମେ ଅନେକ ପ୍ରକାର ରୋଗର ଆକ୍ରାନ୍ତ ହୋଇଥାଉ। କେମିତି ମତେ ଟିକେ ବୁଝେଇ କହିଲ? ଆମେ ଏଠି ସେଠି ମଳତ୍ୟାଗ କରିବା ଦ୍ୱାରା ଆମେ ଅନେକ ପ୍ରକାର ରୋଗର ଆକ୍ରାନ୍ତ ହୋଇଥାଉ। ଯଥା ଆମଶୟ, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ ଏମିତି କେତେ କଣ। ଏହି ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ବହୁ ମଣିଷମାନେ ମୃତ୍ୟୁବରଣ କରିଛନ୍ତି। ଏବେ ବୁଝିଲେ ତ ମଧ୍ୟସ୍ଥି ବାବୁ କଣ କହୁଛନ୍ତି? କହିବେ କିଛି? ହଁ ମୁଁ ତ ଖାଲି ଦିଦି ଘରରେ ସ୍ୱଚ୍ଛ ଭାରତ କଥା ଶୁଣୁଛି ଆଉ। ହଁ ମନେ ପଡ଼ିଲା। ଆମ ଜାତିର ପିତା ମହାତ୍ମା ଗାନ୍ଧୀ ପରା ସ୍ୱାଧୀନତା ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଆମ ପ୍ରିୟ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାହାକୁ
ସଚେତନତାର ବାର୍ତ୍ତା ପ୍ରଦାନ କରିବା। ହଁ ହଁ ମଧୁଶ୍ରୀ ବାବୁ, କାନ୍ଦିରେ ଏଥର ମୋର ଗଣ୍ଠି ପଡ଼ିଲା। ଏମିତିକା ପ୍ରସ୍ତାବ ଆଉ ଆଣିବେ ନାହିଁ। ଯେଉଁଠି ସ୍ୱଚ୍ଛତା ସେଇଠି ବାସ। ସ୍ୱଚ୍ଛ ରହିଲେ ଆମ ପରିବେଶ, ବିକଶିତ ହେବ ଆମରି ଦେଶ। ଆମେ ଆଜି କିପରି ସ୍ୱଚ୍ଛ ରହିବା ଓ ଆମ ପରିବେଶକୁ କିପରି ସ୍ୱଚ୍ଛ ରଖିବା ସେହି ବିଷୟରେ କିଛିଟି ବାର୍ତ୍ତା ପ୍ରଦାନ କରିବା। ବିଦ୍ୟାଳୟ ଆମ ମନ୍ଦିର ପରା, ରଖିବା ତାହାକୁ ସଫାସୁତୁରା। ବୃକ୍ଷ ହିଁ ଜୀବନ, ପରିବେଶ ସୁରକ୍ଷା ଜୀବନ ରକ୍ଷା। ଆଜିର ଶପଥ, ଗଛ ଲଗାଇବା, ପୃଥିବୀ ମାଆକୁ ସୁରକ୍ଷା ଦେବା। ଆମେ ମିଳିମିଶି ନେବା ଶପଥ, ଗଢ଼ିବା ଆମେ ସ୍ୱଚ୍ଛ ଭାରତ। ଆମ ପରିବେଶ ଆମ ସମ୍ପତ୍ତି, ପହଞ୍ଚାଇବା ନାହିଁ ତାକୁ ବିପତ୍ତି। ପାଇଖାନାକୁ କଲିର ବ୍ୟବହାର, ରୋଗ ଆମଠୁ ହୋଇବ ଦୂର। ସ୍କୁଲ କଲେଜ ଡାକ୍ତରଖାନା ରଖିବା